ପିପିଲିରେ ଠିକାଦାରଙ୍କ ଉପରେ ଅଫିସରଙ୍କ କର୍ତ୍ତୃତ୍ୱ କାମ କରୁନାହିଁ। ଅଫିସରଙ୍କ ଉପରେ ଚାପ ପକାଇ ମନ ଇଚ୍ଛା କାମ କରୁଛନ୍ତି ଠିକାଦାର। ପିପିଲିର ବିଭିନ୍ନ ସରକାରୀ ଅନୁଷ୍ଠାନରେ ହେଉଥିବା ବିଭିନ୍ନ ସରକାରୀ ଡେଭଲପମେଣ୍ଟ କାର୍ଯ୍ୟ ହିଁ ଏହା ପ୍ରମାଣିତ କରୁଛି। କମ୍ ଖର୍ଚ୍ଚ କରି ଅଧିକ ଲାଭ ଆଶା ରଖିଥିବା ଠିକାଦାର କାମର କ୍ୱାଲିଟି ଉପରେ ଗୁରୁତ୍ୱ ଦେଉନାହିଁ। ଏଭଳି ଅଭିଯୋଗର ସତ୍ୟତା ଧରାଇ ଦେଇଥିଲା ପିପିଲି ହସ୍ପିଟାଲ ଭିତରେ ହେଉଥିବା ଛାତ କାମ। ନିମ୍ନମାନର କାମ, ଏଥିରେ ବ୍ୟବହାର କରାଯାଉଥିବା ସିମେଣ୍ଟ ଓ ଛଡ଼। ଠିକାଦାର ମନମୁଖୀ ଛୁଟି ଦିନରେ କାମ କରିବା ଓ ଅଭିଯୋଗ ପରେ ଅଧିକାରୀ ଦେଖୁଛୁ ଭିତରେ କାମ ସମ୍ପୂର୍ଣ୍ଣ ହେବା ପରେ ଏହା ହିଁ କୁହାଯାଇପାରିବ, ରାଧେ ରାଧେ, ତୁମର ଅଧେକୁ ମୋର ଅଧେ। ନ୍ୟାୟରେ ଚାଲିଛି ପିପିଲି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ। ଏଠାରେ ପ୍ରଶ୍ନ, କାହା ବଳରେ ବଳିଆନ ଦୁର୍ନୀତିଗ୍ରସ୍ତ ଠିକାଦାର? କାହା ଚାପରେ ଚେପା ହୋଇଯାଉଛନ୍ତି ବିଭାଗୀୟ ଅଧିକାରୀ? କେବଳ ଯେ ପିପିଲିର ପୂର୍ତ୍ତ ବିଭାଗରେ ଏଭଳି ଦୁର୍ନୀତି ସୀମିତ ରହିଛି ତାହା ନୁହେଁ, ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏହା ଏକ ବ୍ୟାଧିରେ ପରିଣତ ହୋଇସାରିଛି। ବ୍ୟୁରୋ ରିପୋର୍ଟ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ।